ବର୍ତ୍ତମାନ ସମୟରେ ଏପ୍ରିଲ ମାସରେ ଆରମ୍ଭ ହେଉ ମିନିମମ୍ ବାଲାନ୍ସ ନଥିଲେ କଟିବ ଆପଣମାନଙ୍କର ଫାଇନ୍। SBI ହେଉ PNB ହେଉ ସଞ୍ଚୟ ଖାତାଧାରୀ ଗ୍ରାହକ ସାବଧାନ, ଏଣିକି ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ନଥିଲେ ଜୋରିମାନା। ତ ଦେଖନ୍ତୁ ଏଇ ଯେଉଁ ଏପ୍ରିଲ ମାସଠାରୁ ବର୍ତ୍ତମାନ ସବୁଠାରୁ ସମସ୍ତଙ୍କ ଉପରେ ପ୍ରଭାବ ପଡ଼ିବ। ତ ଆମେ ସମସ୍ତଙ୍କ ଉପରେ ପ୍ରଭାବ ପଡ଼ିବ। ଆଗରୁ ଥିଲା ବା ଆପଣମାନଙ୍କର ଜିରୋ ବାଲାନ୍ସ ପରେ ବି ମଧ୍ୟ ଆପଣମାନେ ପଇସା ରଖିବାର ଥିଲେ, କିନ୍ତୁ ଆପଣମାନଙ୍କର ଫାଇନ୍ ପଡ଼ୁନଥିଲା। କିନ୍ତୁ ବର୍ତ୍ତମାନ ସମୟରେ ଆପଣମାନେ ଯଦି ବାଲାନ୍ସ ନ ରଖୁଛନ୍ତି ମିନିମମ୍ କେତେ ଟଙ୍କା ବାଲାନ୍ସ ରଖିବାକୁ ପଡ଼ିବ ପୁରା ଅପଡ଼େଟ୍ ମୁଁ ଆପଣମାନଙ୍କୁ ବତାଇ ଦେଉଛି। ତେବେ ସଞ୍ଚୟ ଖାତାରେ ସର୍ବନିମ୍ନ ବାଲାନ୍ସ ରଖିବା ଜରୁରୀ। ଏହା ନ ରହିଲେ ଗ୍ରାହକ ଜୋରିମାନା ଭରିବେ। ତ କେତେକ ବ୍ୟାଙ୍କ ନିଜର ସର୍ବନିମ୍ନ ବାଲାନ୍ସ ନିୟମରେ ପରିବର୍ତ୍ତନ କରୁଛନ୍ତି। ଭିନ୍ନ ଭିନ୍ନ ପ୍ରକାର ଖାତା ତଥା ବ୍ୟାଙ୍କ ଏବଂ ଶାଖା ଯେପରି ମେଟ୍ରୋ ଓ ସହରାଞ୍ଚଳ ଏବଂ ଗ୍ରାମୀଣ ପାଇଁ ମଧ୍ୟ ସର୍ବନିମ୍ନ ବାଲାନ୍ସ ଆବଶ୍ୟକତା ଭିନ୍ନ ଭିନ୍ନ ରହିବ। ଗ୍ରାମାଞ୍ଚଳରେ କେତେ ରହିବ, ମେଟ୍ରୋ ଏରିଆରେ କେତେ ରହିବ, ସହରାଞ୍ଚଳରେ କେତେ ଟଙ୍କା ଆପଣମାନଙ୍କୁ ବାଲାନ୍ସ ରଖିବାକୁ ପଡ଼ିବ ପୁରା ଅପଡ଼େଟ୍ ମୁଁ ଆପଣମାନଙ୍କୁ ବତାଇଦେବି। ତେବେ ଚ୍ୟାନେଲକୁ ଯଦି ନୂଆ ଅଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, କାରଣ ଲାଟେଷ୍ଟ ଅପଡ଼େଟ୍ ସବୁବେଳେ ପଣ୍ଡାକେ ଭିଡ଼ିଓରୁ ଆପଣମାନେ ଦେଖିବାକୁ ପାଇବେ। ତେବେ SBI ହେଉ PNB ହେଉ DAB ହେଉ ବା ବ୍ୟାଙ୍କ ଅଫ୍ ଇଣ୍ଡିଆ ହେଉ କାନାଡ଼ା ବ୍ୟାଙ୍କ ହେଉ ସମେତ ଅନେକ ବ୍ୟାଙ୍କ ଗୁଡ଼ିକର ଗ୍ରାହକଙ୍କୁ ଏପ୍ରିଲ 1ରୁ ସହର ଓ ଅର୍ଦ୍ଧ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଭିତ୍ତିରେ ବ୍ୟାଙ୍କ ଖାତାରେ ସର୍ବନିମ୍ନ ବାଲାନ୍ସ ରଖିବାକୁ ପଡ଼ିବ। ଏହା ନକଲେ ଜୋରିମାନା ଲାଗିବ। ଜୋରିମାନା ରାଶି ଖାତାର ବର୍ଗ ଅନୁସାରେ ଭିନ୍ନ ରହିବ। ମନେ ରଖନ୍ତୁ ଜୋରିମାନା ଖାତାର ବର୍ଗ ହିସାବରେ ଆପଣମାନେ ସେଭିଂ ଆକାଉଣ୍ଟ ହେଉ କରେଣ୍ଟ ଆକାଉଣ୍ଟ ହେଉ ସହରାଞ୍ଚଳରେ ଆପଣମାନେ ଦେଖନ୍ତୁ 5,000 ଟଙ୍କା ରହିବ ସର୍ବନିମ୍ନ ଯଦି ଆପଣମାନେ SBI ଖାତା ରହୁଛି ଅଲଗା ବ୍ୟାଙ୍କର ଖାତା ରହୁଛି। ଗ୍ରାମାଞ୍ଚଳରେ 2,000 ଟଙ୍କାର ସର୍ବନିମ୍ନ ବାଲାନ୍ସ ରଖିବାକୁ ପଡ଼ିପାରେ। କିନ୍ତୁ ଗ୍ରାମାଞ୍ଚଳ କଥା ଉଠୁଛି, ଯଦି ଗ୍ରାମାଞ୍ଚଳରେ ଗୋଟେ ଲୋକ ଖଟିକି ଖାଉଛି ତା ବ୍ୟାଙ୍କ ଆକାଉଣ୍ଟରେ 2,000 ଟଙ୍କା ରଖିବା ବହୁତ ବା କାଠିକର ପାଠ ହୋଇଯିବ। କାରଣ ଆପଣମାନେ ସମସ୍ତେ ବି ଜାଣିଛନ୍ତି ଯେଉଁମାନେ ଖଟିକି ଖାଉଛନ୍ତି ପ୍ରାୟତଃ ସମସ୍ତଙ୍କ ପାଖରେ SBI ଆକାଉଣ୍ଟ ରହିଛି। ତେବେ ମନେ ରଖନ୍ତୁ ଏଇଭଳି ଆପଣମାନଙ୍କ ଖାତା ହିସାବରେ ଆପଣମାନେ ଯଦି ICICI ବ୍ୟାଙ୍କରେ ଖୋଲୁଛନ୍ତି ICICI ବ୍ୟାଙ୍କରେ ଆପଣମାନେ 10,000 ଟଙ୍କା ନହେଲେ ଆକାଉଣ୍ଟ ଖୋଲି ହେବନି। ତା ଆପଣମାନେ ସେଥିରେ ଯଦି ଖୋଲନ୍ତି ତ ସେଥିରେ ବି ଆପଣମାନେ 10,000 ଟଙ୍କା ଆପଣମାନଙ୍କୁ ମିନିମମ୍ 5,000 ଟଙ୍କା ରଖିବାକୁ ପଡ଼ିବ। ସେଇଭଳି ଭାବରେ ଆପଣମାନଙ୍କ ପାଖରେ ଯେଉଁ ବ୍ୟାଙ୍କ ଆକାଉଣ୍ଟ ରହିଛି ତ ସବୁଠାରୁ ବଡ଼ କଥା ହେଲା ମୁଁ ଆପଣମାନଙ୍କୁ କହି ରଖୁଛି, ଆପଣମାନଙ୍କ ପାଖରେ ଯେଉଁ ବ୍ୟାଙ୍କ ଆକାଉଣ୍ଟ ଅଛି ତ ବ୍ୟାଙ୍କ ଓପନ୍ ହେଲା ପରେ ତ ଆପଣମାନେ ଯାଇକି ବ୍ୟାଙ୍କ ଧର SBIରେ ଅଛି ବା ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଅଛି, କାନାଡ଼ା ବ୍ୟାଙ୍କରେ ଅଛି, ଗ୍ରାମ୍ୟ ବ୍ୟାଙ୍କ ବା ଯେକୌଣସି ବ୍ୟାଙ୍କରେ ଥାଉ ନା କାହିଁକି ତ ଆପଣମାନେ ଯିବେ ବ୍ୟାଙ୍କରେ। ତ ଆପଣମାନେ ଯଦି ବାଲାନ୍ସ ନଥିବ ଆପଣମାନଙ୍କ ମ୍ୟାନେଜର ଥିବେ, ତାଙ୍କ ଫିଲ୍ଡ ଅଫିସର ଥିବେ, ସେଠି ମଧ୍ୟ ଆପଣମାନେ ଆହୁରି ଇନକ୍ୱାରି ପାଇପାରିବେ। ତ ଆପଣମାନେ ଜାଣିପାରିବେ ସାର୍ ଆମେ କେତେ ଟଙ୍କା ଆକ୍ଚୁଆଲି ଆମେ ରଖିବାକୁ ଚାହୁଁଛୁ। ଆମେ ତ ଗ୍ରାମାଞ୍ଚଳରେ ବା ଗାଁରେ ରହୁଛୁ, ଆମେ ଖଟିଲେ ଖାଉଛୁ, ଆମେ ଯଦି 2,000 ଟଙ୍କା ରଖିବୁ ତେବେ ଆମେ ଆଣିବୁ କେଉଁଠୁ। ତ ଏଇଭଳି ଭାବରେ ଆପଣମାନେ ଆହୁରି ମଧ୍ୟ ଅପଡ଼େଟ୍ ପାଇପାରିବେ ତ ତାଙ୍କଠାରୁ। ତ ଯେଉଁଟାକି ଡାଉଟ୍ ହେବ ତ ଆପଣମାନେ କାରଣ ବ୍ୟାଙ୍କ ଜିନିଷ ହେଲା ଏସବୁ ଜିନିଷ ଆପଣମାନେ ଜାଣିବା ନିହାତି ଦରକାର। ଆପଣମାନେ ଆମେ ସିନା କହିଦେଉଛୁ ୟୁଟ୍ୟୁବରେ ଆପଣମାନେ ଜାଣିବା ପାଇଁ, ତ ଆପଣମାନେ ରାସ୍ତା ଦେଖାଇ ଦେଉଛି। ସଠିକ୍ ରାସ୍ତା ହେଉଛି ବ୍ୟାଙ୍କରେ ଯାଇକି ଆପଣମାନେ ପରାମର୍ଶ କରିବେ। ସାର୍ ପଚାରିବେ ଆପଣ ନୂଆ ନିୟମ ଅନୁସାରେ ଆମର ବ୍ୟାଙ୍କ ଆକାଉଣ୍ଟରେ ଆମର ସେଭିଂ ଆକାଉଣ୍ଟ ଅଛି ବା କରେଣ୍ଟ ଆକାଉଣ୍ଟ ଅଛି, ଆମେ କେତେ ଟଙ୍କା ମିନିମମ୍ ବା ସର୍ବନିମ୍ନ ବାଲାନ୍ସ ରଖିପାରିବୁ ଯେଉଁଟାକି ଆଗକୁ ଆମେ ଆଉ ଫାଇନ୍ ନିମିତ୍ତ ନ ଦେଇପାରିବୁ। ତ ବୁଝିପାରୁଛନ୍ତି କି ନାହିଁ? ଯଦି ବୁଝିପାରିଲେ ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, କମେଣ୍ଟରେ ଆପଣମାନେ ମତାମତ ଦିଅନ୍ତୁ। ଜୟ ଜଗନ୍ନାଥ।